ଏବେ ସୁଭଦ୍ରା ଯୋଜନାରେ ସରକାର ଗୋଟେ ବଡ଼ ଘୋଷଣା କରିଛନ୍ତି, ଯୋଉଟା ହେଉଛି କି ସୁଭଦ୍ରା ଯୋଜନା ଯେଉଁ ହିତାଧିକାରୀ ମାନେ ଅଛନ୍ତି ସେମାନଙ୍କୁ ମିଳିବ ପେନସନ୍। ତ କ'ଣ ରହିଛି ସମ୍ପୂର୍ଣ୍ଣ ଖବର ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିନେବା। ଭିଡ଼ିଓରେ ଆପଣମାନେ କଣ୍ଟିନ୍ୟୁ ରୁହନ୍ତୁ ଏବଂ ଚ୍ୟାନେଲରେ ନୂଆ କରି ଆସିଥିଲେ ଚ୍ୟାନେଲକୁ ଲାଇକ୍ କରିଦେବେ ଏବଂ ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ଆଜି ଆମେ ଜାଣିନେବା। ତେବେ ଆପଣମାନେ ତ ଜାଣିଥିବେ ସୁଭଦ୍ରା ଯୋଜନାରେ ଯେଉଁ ମହିଳାମାନେ ଉପକୃତ ହେଇଛନ୍ତି, କେତେ ଲୋକ ଉପକୃତ ହେଇସାରିଲେଣି। ତ କିଛି ସୁଭଦ୍ରା ଯୋଜନା ଯେଉଁ ରହିଛି, ସୁଭଦ୍ରା ଯୋଜନାରେ ଯେଉଁମାନେ ଇଲିଜିବୁଲ ଅଛନ୍ତି ସେମାନେ ଅଧିକାଂଶ ଜାଗାରେ ପାଉନାହାନ୍ତି, କେଉଁମାନେ ଇଲିଜିବୁଲ ନୁହେଁ ସେମାନେ ଟଙ୍କା ମଧ୍ୟ ପାଇସାରିଲେଣି। ତ ଏଇ ଭିତରେ ସରକାର ଆଉ ଗୋଟେ ସ୍କିମ୍ ଯୋଉଟା ନେଇକି ଆସିଛନ୍ତି, ଯୋଉଟା ରହିଛି ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଏକ ବଡ଼ ଘୋଷଣା ଯୋଉଟା ସରକାର କରିସାରିଲେଣି। ଏଣିକି 60 ବର୍ଷ ପରେ ମିଳିବ ପେନସନ୍। 60 ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍। ମଧୁବାବୁ ପେନସନ୍ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଯୋଉଟା କି ରହୁଛି NSAP ରେ ସୁଭଦ୍ରା ଯୋଜନା ପୂର୍ବ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିଠି ଲେଖିଛନ୍ତି ସାମାଜିକ ସୁରକ୍ଷା ବିଭାଗ। ତେବେ ସୁଭଦ୍ରା ଯୋଜନାର ହିତାଧିକାରୀ ମାନେ 60 ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ୍ ପାଇଁ ଆବେଦନ କରିପାରିବେ। ମଧୁବାବୁ ପେନସନ୍ ଯୋଜନା ଯୋଉଟା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କ ପକ୍ଷରୁ ଚିଠି କରାଯାଇଛି। 60 ବର୍ଷ ବୟସ ପରେ ଯୋଉଟା ରହିଛି MBPY ବା NSAP ଅଧୀନରେ ସାମାଜିକ ସୁରକ୍ଷା ପେନସନ୍ ପାଇଁ ଯୋଗ୍ୟ ହୋଇପାରିବେ। ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀ ସିଧାସଳଖ ଯୋଉଟା କି MPPY କିମ୍ବା NSAP ରେ ଆସିବେ ନାହିଁ। ସେମାନେ 60 ବର୍ଷ ପରେ ଆବେଦନ କରିବାକୁ ପଡ଼ିବ। ପ୍ରଥମ ଅଧିକ ବୟସ ଦୁର୍ବଳ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ପ୍ରାଥମିକ ମିଳିବ। 60 ବର୍ଷ ବୟସ ପାଇଁ ସୁଭଦ୍ରାରୁ 93,000 ହିତାଧିକାରୀ ବାଦ ପଡ଼ିବେ। ତେବେ ଯେଉଁମାନେ ସୁଭଦ୍ରା ଯୋଜନା ପାଉଥିଲେ, ଯେଉଁମାନେ ଅଧିକ ବୟସ୍କ ଲୋକମାନେ, ସେମାନଙ୍କୁ ସୁଭଦ୍ରା ଯୋଜନାର ମାନେ ପେନସନ୍ ସରକାର ଦେବେ, ଯୋଉଟା କି ସରକାର ଗଣମାଧ୍ୟମରେ ପ୍ରକାଶ କରିସାରିଲେଣି। ଏବଂ ଯେଉଁମାନେ ଏବେ 60 ବର୍ଷ ହେଇଗଲାଣି କିମ୍ବା 60 ବର୍ଷ ପାରି ସାରିଲେଣି ଆପଣମାନଙ୍କୁ, ସେମାନେ ସେଇ ମଧୁବାବୁ ପେନସନ୍ରେ ଆପଣମାନେ ଆପ୍ଲାଏ କଲେ ସରକାର ଆପଣମାନଙ୍କୁ ପେନସନ୍ ଦେବେ। ତ ଫ୍ରେଣ୍ଡସ୍, ଇନଫର୍ମେସନଟି କେମିତି ଲାଗିଲା ଆପଣମାନଙ୍କୁ କମେଣ୍ଟ ସେକ୍ସନରେ ଆପଣମାନେ ମୋତେ ଜଣାଇବେ।